ଏବେ ଯୋଉ ବିଧାୟକ ଅଛନ୍ତି ଦେଖିବେ କେମିତି ଆମ ମୁଖ୍ୟମନ୍ତ୍ରୀ ପାଖରେ ନସର ପସର ହଉଛୁ ଅନୁରୋଧ କରି କହୁଛି ଆମେ ସମସ୍ତେ ସଜାଗ ହବା। ଏଠି ଡବଲ ଇଞ୍ଜିନ ଫୁଲ ଫୁଟିବ, ବିଧାୟକ ହବ, ଏବେ ତ ଆମର 15 ବର୍ଷ ଜିତିବେ ନିଶ୍ଚିତ ଭାବରେ ଯେମିତି ବିଧାୟକ 2029 ଜିତିବ ସେଥିପାଇଁ ଆପଣ ସମସ୍ତେ ତତ୍ପରତା ହବ। ଆଉ ଗୋଟେ କଥା ଏବେ ଯୋଉ ବିଧାୟକ ଅଛନ୍ତି ଦେଖିବେ କେମିତି ଆମ ମୁଖ୍ୟମନ୍ତ୍ରୀ ପାଖରେ ନସର ପସର ହଉଛୁ କେମିତି ଆରେ ବାବୁ ତମେ ତ କହୁଥିଲ ମୁଁ ମାଟି ପାଇଁ ଜନ୍ମ ହେଇଛି। ଆରେ ତମେ ତ ମାଟି ପାଇଁ ଜନ୍ମ ହେଇଛ। ଏ ଘସିପୁରା ବ୍ଲକ ମାଟିର ସେବା କରୁଛି। ଆରେ ଲଜ୍ଜା ନାହିଁ ତମକୁ? ତମ ମାଟି ସେବା କରି ଶିଖିଛ? ତମର ଏଇ ଖଲର ମୃତ୍ୟୁ କଥା, ମଲିଜନା ମୃତ୍ୟୁ କଥା, ଏଇ ଯେତିକି ମାନସର ମୃତ୍ୟୁ କଥା, ଆମର ଖଲର ପେଟ୍ରୋଲ ଟାଙ୍କିର ମୃତ୍ୟୁ କଥା କିଏ କଲା? ବାବୁ ତମେ ଏତେ ଦିନ ପରେ ମାଟିର କଥା ମୋହନ ଭାଇଙ୍କ ସାଙ୍ଗରେ କହିଦେଲ କେନ୍ଦୁଝର ଡିଡି କଲେଜରେ ମୁଁ ମାଟି ପାଇଁ ଲଢିବି। ମିଛ କଥା ଆଜ୍ଞା। ତମେ ଗୋଡ ଧରିକି କାମ କରିବା ଶିଖିଛୁ ବାବୁଟି। କେମିତି ମୁଖ୍ୟମନ୍ତ୍ରୀଙ୍କର ଗୋଡ ଧରିକି କାମ ଆଦାୟ କରିବ ସେ ନୀତି ତାକୁ ଭଲ ଭାବରେ ଜଣା। ଆରେ ତମେ କଣ କରିଛ ଏଇ ଘସିପୁରା ମାଟିରେ? ତମେ 25 ବର୍ଷ ହେଲା ଶାସନ କଲଣି। ତମେ ତ ଶୀତଳ ଭଣ୍ଡାର ଦୂର କଥା, ଆମ ସରକାର 58ଟି ଶୀତଳ ଭଣ୍ଡାର ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ଆରମ୍ଭ। ତମେ ଢେଙ୍କିକୋଟର ଶୀତଳ ଭଣ୍ଡାର ପାଇଁ ଶୁଭ ଦେଲ। ହେ ବଦ୍ରି ବାବୁ ତମେ ଖରାପ ଲାଗୁନାହିଁ? ତମ ନିଜ ଗାଁରେ ଗୋଟେ ଅନୁସରଣ କରୁଛ ନା? କିଛି କରିପାରୁନାହିଁ। ତମ ପିଲାମାନେ କେବଳ ଏଇ ଯୋଉ ଗାୟତ୍ରୀ ଆଉ ଯୋଉ ବଡ ଠିକାଦାର ଆସନ୍ତି ତାଙ୍କ ଚାରିପଟ ବୁଲନ୍ତି କେମିତି କଲେକ୍ସନ କରିବା। ତମେ କଣ କାମ ଶିଖିବ? ତମେ କଣ କାମ କରିବ? ତମେ କିଛି ଶିଖିନ। କେବଳ ଘସିପୁରା ତମେ ଲୁଣ୍ଠନ କରୁଛ ଆଉ ନିରଞ୍ଜନ ପଣ୍ଡା ଓଡ଼ିଶାରୁ ଲୁଣ୍ଠନ କରୁଛନ୍ତି। ଏଇ ଦିଟା ବଡ ଶକ୍ତି କି ନ ହଟେଇଲା ପର୍ଯ୍ୟନ୍ତ ଆମ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହେଇପାରିବନି, ସଦ୍ଭାବନା ଆସିବ ନାହିଁ। ତେଣୁ ମୁଁ ଆପଣମାନଙ୍କୁ ଯୋଡ଼ ହସ୍ତରେ ଅନୁରୋଧ କରୁଛି ଆମେ ସମସ୍ତେ ସଜାଗ ହବା। ସେମାନଙ୍କ ଲୋଭରେ ପଡ଼ିବାନି, କଳା ଧନରେ ଆକର୍ଷିତ ହବାନି। ନିରଞ୍ଜନ ପଣ୍ଡା ଆଗରୁ ଦେଖା ନଥିବେ, ନିର୍ବାଚନ ଆସିଲା ପରେ ପଇସା ମୁଣି ଆଣିବେ ବସ୍ତା ଆନ୍ଦପୁର ଘର ଖୋଲିଦେବେ ପଇସା। ଠିକ ନା ବୋଲୁ? ପଇସାର ସମ୍ପର୍କ ହୁଏ ନାହିଁ, ପଇସାର ସମ୍ପର୍କ ହୁଏ ନାହିଁ। ଯିଏ କର୍ମୀଙ୍କ ପିଣ୍ଡରେ ଭାତ ଖାଇବ, କର୍ମୀଙ୍କ କାନ୍ଧରେ ହାତ ପକେଇବ, ତାଙ୍କ ଦୁଃଖ ସୁଖରେ ସାଥି ହବ, ସେ ହଉଛି ପ୍ରକୃତ ନେତା। କିନ୍ତୁ ଆଉ ଗୋଟେ କଥା ଏଇ ଯୋଉ ମଲିଜନା ମୃତ୍ୟୁ କଥା, ଆରେ ବଦ୍ରି ବାବୁ ତମେ ତ ମାଟି କଥା ମନେ ପଡୁଛ। ଆମ ସାକ୍ଷୀ ମାନଙ୍କୁ କାହିଁ ପ୍ରଲୋଭିତ କରୁଛ? 50 ଲକ୍ଷ 20 ଲକ୍ଷ ଫଲଣା ସାକ୍ଷୀ ମାନଙ୍କୁ ଏବଂ ଆମର ଶାଳଦେର ସାକ୍ଷୀ ମାନଙ୍କୁ କାହିଁ ପ୍ରଲୋଭିତ କରୁଛ? ସାକ୍ଷୀ ପ୍ରମାଣ କରୁନ ବାବୁ, ସାକ୍ଷୀ ତମେ ପ୍ରମାଣ କରିବ ନାହିଁ ବୋଲି। ତେଣୁ ଆପଣମାନଙ୍କୁ ହୁସିଆର କରିଦେବା ପାଇଁ ଚାହେଁ ମୋଦି ସରକାର ଲୋକମାନଙ୍କ ସରକାର। ଆମର ଗର୍ବ ଗୌରବ ଇତିହାସରେ ଲିପିବଦ୍ଧ ହୋଇ ରହିବ। କଂଗ୍ରେସରେ ନଥିଲେ, ବିଜେଡିରେ ନଥିଲେ, ମୋହନ ମାଝୀ ଆମ ବଡ ଭାଇ ଆଜି କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ, ଆମ ଅଞ୍ଚଳର ଗୌରବ। ତେଣୁ ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ 6ରୁ 6 ବିଧାନସଭା ଆମେ ମୋହନ ମାଝୀଙ୍କ ଭାଇଙ୍କ ହାତକୁ ଦେବା। ସେଇଦିନ ହବ ଶ୍ରେଷ୍ଠ ପୁରସ୍କାର ବିଜେପିକୁ। ଧନ୍ୟବାଦ। ଜୟ ହିନ୍ଦ, ଭାରତ ମାତା କି ଜୟ।